କୁମ୍ଭୀର ପାଟିରେ ଗଲା 55 ବର୍ଷିଆ ମଞ୍ଜୁଲତାଙ୍କ ଜୀବନ। କିଛି ଦିନର ନୀରବତା ପରେ ପୁଣି କେନ୍ଦ୍ରାପଡ଼ା ଜିଲ୍ଲାରେ ନରହନ୍ତା ସାଜିଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳପୁଆ ପଞ୍ଚାୟତ ଅଳପୁଆଡ଼ିଆ ଗାଁର 55 ବର୍ଷିଆ ମହିଳା ମଞ୍ଜୁଲତା ଭଞ୍ଜ ହେଲେ କୁମ୍ଭୀର ଆକ୍ରମଣର ଶିକାର। ଗତକାଲି ଅପରାହ୍ନ 4ଟା ସମୟରେ ବ୍ରାହ୍ମଣୀ ନଦୀକୁ ବାସନ ମାଜିବାକୁ ଯାଇଥିବା ମଞ୍ଜୁଲତା ଘରକୁ ନ ଫେରିବାରୁ ଘର ଲୋକେ ନଦୀ କୂଳକୁ ଯାଇ ଖୋଜାଖୋଜି କରିଥିଲେ, ହେଲେ ନଦୀ କୂଳରେ ବାସନ ପଡ଼ିଥିବା ବେଳେ ମଞ୍ଜୁଲତାଙ୍କୁ ପାଇନଥିଲେ। ପରିବାର ଓ ଗ୍ରାମବାସୀମାନେ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରି ଅଗ୍ନିଶମ ବିଭାଗକୁ ଫୋନ କରିବା ସହିତ ହୁଲି ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରିଥିଲେ। କାଲି ମଞ୍ଜୁଲତାଙ୍କ ପତ୍ତା ମିଳିନଥିବା ବେଳେ ଆଜି କୁଳସାହି ଆଶ୍ରମ ନିକଟ ନଦୀରେ କ୍ଷତବିକ୍ଷତ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ପରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ପହଞ୍ଚି ମଞ୍ଜୁଲତାଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି। ଗତବର୍ଷ କୁମ୍ଭୀର ଆକ୍ରମଣ ଘଟଣା ଏପର୍ଯ୍ୟନ୍ତ ମନରୁ ଲିଭି ନଥିବା ବେଳେ ମଞ୍ଜୁଲତାଙ୍କୁ କୁମ୍ଭୀର ଟାଣି ନେବା ଘଟଣା ପଟ୍ଟାମୁଣ୍ଡାଇ ଅଞ୍ଚଳ ସହ ସମଗ୍ର ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି କରିଛି। କେନ୍ଦ୍ରାପଡ଼ାର ସ୍ମୃତିରଞ୍ଜନ ଗିରିଙ୍କ ରିପୋର୍ଟ, PPL ଓଡ଼ିଆ।